हाय फ्रेंड्स, गुड मॉर्निंग, वेलकम बैक टू माय चैनल। सकाळू ଏବେ ଉଠିକି କିଛି ଛୋଟ ମୋଟ କାମ ଥିଲା ସାରିକି ଚା ତିଆରିଲି। ଚା ପିଇ ସାରିକି ପୁଅ ପାଇଁ ତିଆରି ଦେଉଥିଲି ଏଠି ସାଣ୍ଡୱିଚ୍। ଆଉ ଜଲ୍ଦିରେ ସାଣ୍ଡୱିଚ୍ ତିଆରି ଦେଇ ଭାବିଲି, ସେ କହିଲା ନାଇଁ ମୋତେ ଚିଜ୍ ସାଣ୍ଡୱିଚ୍ ଖାଇବାର ଅଛି, ଯେଉଁଟାକି ନିହାତି ଟାଇମ୍ ଲାଗିବ। ମୁଁ ଭାବୁଥିଲି ଏମିତି ନର୍ମାଲ୍ ଡାଇରେକ୍ଟ ସବୁ କଟିଂ ଚପିଂ କରିକି ରଖିଦେଇଥିଲି, ସେଗୁଡ଼ା ଲଗେଇକି ସାଣ୍ଡୱିଚ୍ ଦେଇଦେଇ ଭାବୁଥିଲି, କହିଲା ନାଇଁ ମୁଁ ଚିଜ୍ ସାଣ୍ଡୱିଚ୍ ଖାଇବି। ତ ସେଇଟା ଏବେ ତିଆରିଲି। ଆକ୍ଚୁଆଲି କଥା କ'ଣ କି ଆମେ ପୁଅର ସ୍କୁଲ ଯିବୁ, ତା ସ୍କୁଲରେ ଆଜି ବୁକ୍ ସବୁ ଦିଆହେବ। କିଛି ଦିନ ଆଗରୁ ଯାଇଥିଲୁ, ରେଜଲ୍ଟ ନେଇକି ଆସିଥିଲୁ। ଆଜି ବୁକ୍ ସବୁ ଦିଆହେବ, ତ ବୁକ୍ସ ଆଣିବା ପାଇଁ ଯିବୁ। ସେଇଥିପାଇଁ ମୁଁ ଭାବିଥିଲି ସାଣ୍ଡୱିଚ୍ କରିଦେବି, ଜଲ୍ଦିରେ ହେଇଯିବ। କିନ୍ତୁ ସିଏ ରହିଲା, ମୋ ପୁଅ କହିଲା ନାଇଁ ଚିଜ୍ ସାଣ୍ଡୱିଚ୍ ଖାଇବି। ସେଇଥିପାଇଁ ଟିକେ ଲେଟ୍ ତ ହେବ ଅବଭିୟସ୍ଲି। ତାକୁ ସେକାସୁକି କର, ଏସବୁ କର। ଚାଲନ୍ତୁ କମ୍ପ୍ଲେନ୍ ନ କରିକି ଜଲ୍ଦିରେ ତିଆରି ନେବା। ଆଉ ଏବେ ସମର ଆସିଗଲା ନା, ପ୍ରାୟ କେହି ବି ଆଉ ବ୍ରେକଫାଷ୍ଟରେ ବେଶୀ କିଛି ବି ଖାସ୍ କରିକି ବିକେ ଆଉ ମୁଁ ଏସବୁ ଜିନିଷ ଖାଇବା ପାଇଁ ଇଚ୍ଛା ହେଉନି। ଯେମିତି ତେଲ ମସଲା କିଛି ବି ନା, ଚକୁଳି ପିଠା ହେଇଗଲା କି ପରଟା ହେଇଗଲା, ଏଇସବୁ କେଉଁଦିନ ସକାଳୁ ମୋତେ ଟିକେ ଚା ସହ ପରଟା ଇଚ୍ଛା ହେଲେ ଖାଏ। ନହେଲେ ପ୍ରାୟ ସବୁ ଡ୍ରିଙ୍କସ୍ ହେଇଗଲା, ସାଲାଡ଼ ହେଇଗଲା କି ଫ୍ରୁଟ୍ସ ଚାଟ୍ ହେଇଗଲା, ଏଇସବୁ ହିଁ ଭଲ ଲାଗୁଛି ଏବେ। ମାନେ ଉଠିଲା ମାନେ ଆଉ ତେଲ ମସଲା ଇଚ୍ଛା ହେଉନି ଜମା ଖାଇବା ପାଇଁ। ଯେତେବେଳେ ତିଆରିଲି ଏସବୁ ସମସ୍ତଙ୍କ ପାଇଁ ହିଁ ସବୁ ତିଆରିଲି, ବହୁତ ଟାଇମ୍ ପଳେଇଲା। 1 ଘଣ୍ଟା ଏଇଥିରେ ହିଁ ପଳେଇଲା ମୋର। ମୁଁ ଭାବୁଥିଲି ଯେତେବେଳେ ଦେବେ, ଟାଇମିଂ ଥିଲା 8:30ରୁ 11:30। ମୁଁ 8:30 ହେଲା ମାନେ 9ଟା ଭିତରେ ମୁଁ ଯେମିତି ହେଲେ ପହଞ୍ଚିବି, ତାହେଲେ ଜଲ୍ଦି ହେବ, ନହେଲେ ବହୁତ ୱେଟ୍ କରିବା ପାଇଁ ପଡ଼େ। କିନ୍ତୁ ବିକେଙ୍କୁ ବି ସାଣ୍ଡୱିଚ୍, ମୋର ଯେଉଁ ଚିଜ୍ ସାଣ୍ଡୱିଚ୍ଟା ତାଙ୍କୁ ବହୁତ ପସନ୍ଦ। ସେଇଥିପାଇଁ ମୁଁ କହିଲି ତିଆରି ଦିଏ, ସମସ୍ତେ ତିଆରିକି ଖାଇ ନେଉ, ତାପରେ ଦେଖାଯିବ ଯାହା ହେବ। ନହେଲେ ଆସନ୍ତାକାଲି 2 ଦିନ ଡେଟ୍ ଥିଲା, କିନ୍ତୁ ଆସନ୍ତାକାଲି ବିକେ ଘରକୁ ଯିବେ, ତ ସେଇଥିପାଇଁ ଆଗରୁ ହିଁ ନେଇକି ପଳେଇ ଆସିଥିଲି ଭାବିଥିଲି। ଶାନ୍ତି पूरा वेट तो पूरा बढ़ गया है। अभी क्या करेगा? पढ़ाई। जो आधा काम छोड़ा था वही करूँगा। ଆଉ ଇଏ ହେଇଗଲା ବିକେଙ୍କ ବ୍ରେକଫାଷ୍ଟ। ଆକ୍ଚୁଆଲିରେ ବିକେ ବ୍ରେକଫାଷ୍ଟ କେବଳ ଏଇ ଯେଉଁ ଫ୍ରୁଟ୍ସ ଗୁଡ଼ା ହିଁ ଖାଆନ୍ତି। ଆଜି ଯେତେବେଳେ ମୁଁ ତିଆରିଲି ଏସବୁ, ଏଗୁଡ଼ା ଖାଉଛନ୍ତି। କାହିଁକି ନା ଏଇ ଯେଉଁ ଗରମ ଚକ୍କରରେ ଏତେ ବଢ଼ିଯାଉଛି, ଏତେ ଜଲ୍ଦିରେ ଏତେ ଗରମ ହେଲାଣି ଯେ ଆଉ କିଛି ଇଚ୍ଛା ହିଁ ହେଉନି, ଯେମିତି କହୁଛି ସକାଳୁ ଅଲଗା କିଛି ଖାଇବା ପାଇଁ। गर्मी के मौसम का प्रोजेक्ट ଗ୍ୟାସ୍ ହେଇଛି, ଚାଲନ୍ତୁ ରେଡ଼ି ହେବା। ରେଡ଼ି ହେଇକି ଯିବା ପୁଅର ସ୍କୁଲ। ଗାଧୋଇ ସାରିକି ଆସିଲି, ଦେଖିଲି ତ ତୁତକୁଳି ସବୁ ରଖାହେଇଛି। ତ ମୁଁ କହିଲି ଆଗେ ଟିକେ ଖାଇନିଏ, ଆଉ ଲୋଭ ସମ୍ଭାଳି ହେଇପାରିଲିନି। ଆଉ ଖାଇସାରିଲୁ, ତାପରେ ଯିବା ସ୍କୁଲ ଭାବିକି ବସିକି ଏଠି ମୁଁ ଖାଉଥିଲି। ଚାଲନ୍ତୁ ରେଡ଼ି ହେଇକି ବାହାରିଯିବା। ଏଇଟା ଏଇ ମନ୍ଥରେ ସେକେଣ୍ଡ ଟାଇମ୍ ଯାଉଛୁ। ୟା ଆଗରୁ ଆମେ ଯାଇଥିଲୁ ରେଜଲ୍ଟ ପାଇଁ, ଏବେ ପୁଣି ଯାଉଛୁ ବୁକ୍ସ ପାଇଁ। ନେକ୍ସଟ ଏଇ ମନ୍ଥ ଲାଷ୍ଟରେ ପୁଣି ଯିବା ପାଇଁ ପଡ଼ିବ, ତାରି ଫଙ୍କସନ୍ ଅଛି, ସେଥିପାଇଁ ବି।
स्कूल रिटर्न करू करू 12:30 पाखापाखि हो आसला बेले आम मटन नहीं आसलु बिके कहले मुझे पारुची से बुकुड़ा माने कभर कर दूची तापर तो टाइम हेबनी जहाँ बाकी रही सी आड़े कभर करवा टाइम मुझे मटन सब किसी प्रिपेयर कर दूली केवल बुक हेले कथा गोटे कॉपी बुक सब किसी एका सागर कभर कला बेलू बहुत कष्ट आज बहुत हड़बड़ी प्रेसर दे दी मटन टाक से किसी सुट करनी डायरेक्ट यहाँ देखो भात तो बन जाता यहाँ मटन टा भी बन जाइए चलतु लंच करने संध्या बेलू ये चाना चिली तैयार देती से सब खाई पुओ को ट्यूशन पठे देते ट्यूशन पठे सारिकी आम यहाँ गोटे फैन नहीं आसलु किचेन आम फैन नाला तो से किचेन रो फैन टा बिके लगौले सब फैन भी लगिगला और संध्या बेले मुझे कॉफी तैयारी पीती आशा करछि आज वीडियोटा भल लगी जदि भल लगी लाइक शेयर सब्सक्राइब निहाती करेंगे बाय बाय।